ନୂଆ ସ୍ୱାଦରେ ବନିବ, ନୂଆ ଶୈଳୀରେ ବନିକି ରେଡ଼ି ହେବ। ଏତେ ସ୍ୱାଦିଷ୍ଟ ଲାଗିବ ଯେ ଚାରୋଟି ରୁଟି ଅଧିକା ଖାଇବେ ଆଉ କେତେବେଳେ ଭାତ ସରିଯିବ ଜାଣି ହିଁ ପାରିବେନି। ବହୁତ ୟୁନିକ୍ ଶୈଳୀ ରେସିପି ଫ୍ରେଣ୍ଡସ୍, ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ। ଆଜି ଆମେ ପ୍ରସ୍ତୁତ କରିବା ଢାବା ଷ୍ଟାଇଲ୍ରେ ହ୍ୱାଇଟ୍ ଚିକେନ୍ କୋର୍ମା। ତ ଘରର ବେସିକ୍ ସାମଗ୍ରୀ ହିଁ ବନିକି ରେଡ଼ି ହେବ ଆଉ ବିନା ତେଲରେ ବନିକି ରେଡ଼ି ହେବ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ପ୍ରଥମେ ଆମେ ପେନ୍ ନେବା, ସେଇଥିରେ ଆମେ ଏଡ଼୍ କରିଦେବା ଗୋଟେ ଛୋଟ ଗିନାରେ ଗୋଟେ ଛୋଟ ଗିନା ପାଣି ଏଡ଼୍ କରିଦେବା। ପୁଣି ଥରେ ସେଥିରେ ଆମେ କଟିଂ କରି ରଖିଥିବା ପିଆଜ ଏଡ଼୍ କରିଦେବା, କଞ୍ଚା ଲଙ୍କା ଏଡ଼୍ କରିଦେବା ଆଉ ଧନିଆ ପତ୍ର ଟିକେ ହାର୍ଡ଼ ପାର୍ଟସ୍ ଦେଖନ୍ତୁ ଏଠି ମୁଁ ଅଧିକା ଏଡ଼୍ କରିଛି ଆଉ ଧନିଆ ପତ୍ର ଅଳ୍ପ ଟିକେ ହିଁ ଏଡ଼୍ କରିଛି। ଆକୁ ଟିକେ ଆମେ ପାଣିଟା ପୁରା ଶୁଖିଲା ପର୍ଯ୍ୟନ୍ତ, ଯେହେତୁ ଅଳ୍ପ ଟିକେ ପାଣି ଦେଇଥିଲେ ସେଥି ଭିତରେ ପିଆଜ ବି ସିଝିଯିବ, କଞ୍ଚା ଲଙ୍କା ସବୁ ସିଝିଯିବ। ତାକୁ ଆମେ ଏବେ ସାଇଡ଼ରେ ରଖିଦେବା। ଏବେ ଚାଲନ୍ତୁ ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ତାପରେ ଦେଖନ୍ତୁ ଏଠି ଗୋଟେ ଆମେ ବଡ଼ ପେନ୍ ନେବା, ସେଇଥିରେ ଆମେ ଏଡ଼୍ କରିଦେବା। ଯେହେତୁ ବିନା ତେଲରେ ବନାଉଛନ୍ତି ଏଠି ମୁଁ ଘିଅ ଦେଇଛି 2 ଚାମଚ। ଘିଅ ବଦଳରେ ଆପଣମାନେ ତେଲ ବି ଏଡ଼୍ କରିପାରିବେ, ବଟର ବି ଏଡ଼୍ କରିପାରିବେ। ଘିଅଟା ଟିକେ ଗରମ ହେଇସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ଅଦା, ରସୁଣ, ପୁଣି ଟମାଟର ପେଷ୍ଟ ଏଡ଼୍ କରିବା। ଏଥିରେ ଅଦା, ରସୁଣ ଆଉ ଗୋଟେ ଟମାଟୋକୁ ମିକ୍ସରରେ ମୁଁ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ଆପଣମାନେ ଯେତିକି ତରକାରୀ ବନେଇବାକୁ ଚାହିଁବେ ସେ ଅନୁସାରେ ସବୁ କ୍ୱାଣ୍ଟିଟି ନେବେ। ତ ଦେଖନ୍ତୁ ଏଠି ଆମର ମସଲାଟା କଷି ହେଇସାରିବା ପରେ ବା ଅଦା ରସୁଣର ଟମାଟର କଞ୍ଚା ସ୍ମେଲ୍ ଚାଲିଯିବା ପରେ ଆମେ ସେଥିରେ ଏଡ଼୍ କରିଦେବା ଚିକେନକୁ ଏଡ଼୍ କରି ଆମେ ଭଲସେ ଟିକେ ମିକ୍ସ କରିବା, ଯେମିତିକି ଚିକେନର ଟିକେ କଲର୍ ବି ଟିକେ ଚେଞ୍ଜ ହେଇଯିବ। ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ପୁରା ମିଡ଼ିୟମ୍ ଫ୍ଲେମ୍ରେ ରଖି ହିଁ ଆମେ ଚିକେନକୁ ଫ୍ରାଏ କରିବା। ଦେଖିବେ ଚିକେନଟା ଯଦି ଏଥିରେ ଫ୍ରାଏ କରିବେ ହ୍ୱାଇଟ୍ କଲର୍ ହେଲା ପର୍ଯ୍ୟନ୍ତ ଚିକେନକୁ ଆମେ ଫ୍ରାଏ କରିବା। ତ କରିବେ ତ ଦେଖିବେ ତାର କଞ୍ଚା ମାନେ ଯେମିତି ଚିକେନର ଗୋଟେ ଆମିଷିଆ ସ୍ମେଲ୍ ଥାଏ, ସେ ସ୍ମେଲ୍ଟା ହେବନି। ତ ତାପରେ ଆମେ କ'ଣ କରିବା ନା ସେଥିରେ ଆମେ ଯେଉଁ ବାଟିକି ରଖିଛନ୍ତି ବା ପିଆଜ, ପୁଣି ସେଥିରେ କଞ୍ଚା ଲଙ୍କା ଆଉ ଧନିଆ ପତ୍ରଟା ଯେଉଁ ସିଝେଇଥିଲେ ତାକୁ ଆମେ ବାଟିଦେବା, ବାଟିକି ତାକୁ ଏଡ଼୍ କରିଦେବା। ଏହି ସମୟରେ ଏଡ଼୍ କରିବା। ଏଡ଼୍ କରିସାରିବା ପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିବା ଆଉ ଟିକେ ଆମେ କଷି ହେବାକୁ ଦେବା। ତ ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ବି ମିଡ଼ିୟମ୍ ଫ୍ଲେମ୍ରେ ରଖିବେ। ଆଉ ଦେଖନ୍ତୁ ଏଇଠି ମୁଁ ଗୋଟେ ଜାର୍ରେ ଅଳ୍ପ ଟିକେ କାଜୁ, ଅଳ୍ପ ଟିକେ କ୍ଷୀର ସର ଆଉ କ୍ଷୀରକୁ ମୁଁ ଟିକେ ବତୁରେଇ ଦେଇଛି କାଜୁକୁ। ଆକୁ ଟିକେ ଆମେ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ଟିକେ ଆମେ ଚିକେନଟା ଆମର କଷିଲା ଭିତରେ ଆକୁ ଟିକେ ବତୁରିବାକୁ ଦେବା। ତ ଏବେ ପୁଣି ଥରେ ଚିକେନକୁ ଟିକେ ମିକ୍ସ କରିଦେବା। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। ଆଉ ଯଦି ପ୍ରଥମ ଥର ବି ବନାଉଛନ୍ତି ନା ତାହେଲେ ବି ଦେଖିବେ ସ୍ୱାଦ ହିଁ ଭୁଲି ପାରିବେନି, ଏତେ ବଢ଼ିଆ ସ୍ୱାଦିଷ୍ଟ ଲାଗିବ। ଦେଖନ୍ତୁ ଏଠି ଆପଣମାନେ ନୋଟିସ୍ କରିପାରୁଥିବେ ଚିକେନଟା ପୁରା ଟିକେ ହ୍ୱାଇଟ୍ କଲର୍ ହେଇଗଲା। ହେଇସାରିବା ପରେ ଏଠି ମୁଁ ଅଳ୍ପ ଟିକେ ଦହି ବା ଗୋଟେ ଛୋଟ ଗିନାରେ ଏଠି ହାଫ୍ ଗିନା ଦହି, ଖଟା ନଥିବା ଦହି ଏଡ଼୍ କରିବେ। ତ ଦହିକୁ ଭଲସେ ଟିକେ ମୁଁ ଫେଣ୍ଟି ଦେଲି। ଦହିକୁ ଦେଖିବେ ଏଡ଼୍ କରିବା ସମୟରେ ଟିକେ ଭଲସେ ଫେଣ୍ଟିକିରି ଏଡ଼୍ କରିବେ, ନହେଲେ ଦହି ଦେଖିବେ ଛିଡ଼ିବାର ବି ସମ୍ଭାବନା ଥାଏ। ତ ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ ଏଠି ମୁଁ ଦହିକୁ ଫେଣ୍ଟିକି ଏଡ଼୍ କରିଦେଲି। ଆଉ ଦେଖନ୍ତୁ ଗୋଟେ ପେନ୍ରେ ଜିରା, ଧନିଆ, ଗୋଟା ମସଲାକୁ ଟିକେ ହାଲକା ଭାଜି ଦେଇଛି। ତ ଏଥିରେ ମୁଁ ଲଙ୍କାଗୁଣ୍ଡ ବିଲକୁଲ ଏଡ଼୍ କରିନି, ସେଥିପାଇଁ ମୁଁ କଞ୍ଚା ଲଙ୍କାକୁ ଏଥିରେ ବାଟିଥିଲି। ତ ଏବେ କ'ଣ କରିବେ ନା ଆପଣମାନେ ଚାହିଁଲେ ଏଇ ଯେଉଁ ଜିରା, ଧନିଆ, ଗୋଟା ମସଲା ଭାଜିବା ସମୟରେ ଶୁଖିଲା ଲଙ୍କା ବି ଏଡ଼୍ କରିପାରିବେ। ତ ଟିକେ ଭାଜି ହେଇସାରିବା ପରେ ମସଲା ତାକୁ କୋଟିକିରି ଆମେ ଏହି ସମୟରେ ଏଡ଼୍ କରିଦେବା। ସ୍ୱାଦ ଅନୁସାରେ ଲୁଣ ଏଡ଼୍ କରିସାରିବା ପରେ ଏଡ଼୍ କରିକିରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଅଧିକ ଯଦି ରାଗ ଖାଇବାକୁ ପସନ୍ଦ କରନ୍ତି ତାହେଲେ ଗୋଲମରିଚ ପାଉଡ଼ର ବି ଆପଣମାନେ ଏଠି ଏଡ଼୍ କରିପାରିବେ। ତ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ ହେବାକୁ ଦେବା ବା କଷି ହେବାକୁ ଦେବା। ତାପରେ ଆମେ ଯେଉଁ ବତୁରେଇକି ରଖିଥିଲେ କାଜୁ, ପୁଣି କ୍ଷୀର ଆଉ କ୍ଷୀର ସର ତାକୁ ଆମେ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିଦେବା, ତାକୁ ସାଇଡ଼ରେ ରଖିଦେବା। ତ ଦେଖନ୍ତୁ ଏଠି ମୁଁ ପୁଣି ଥରେ କଭରକୁ ବନ୍ଦ କରି ଆଉ 5 ମିନିଟ୍ ଟିକେ ସିଝିବାକୁ ଦେଲି। ଆଉ 5 ମିନିଟ୍ ପରେ ଆପଣମାନଙ୍କୁ କଭର ବାହାର କରି ଦେଖାଉଛି। ଦେଖନ୍ତୁ ଏଠି ଚିକେନ୍ ଆମର ପରଫେକ୍ଟଲି ପୁରା ସିଝି ବି ଯାଇଛି। ଏବେ ଆମେ ସିଝିଗଲା ପରେ ଚିକେନଟା ଏହି ସମୟରେ ଆମେ କାଜୁ, କ୍ଷୀର ସର ଆଉ କ୍ଷୀରର ପେଷ୍ଟଟାକୁ ଏଡ଼୍ କରିଦେବା। ଜାର୍କୁ ଟିକେ କ୍ଲିନ୍ କରି ଅଳ୍ପ ଟିକେ ଗୋଟେ ବଡ଼ ଚାମଚ ହିଁ ପାଣି ସେଥିରେ ଏଡ଼୍ କରିଦେବା। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ୟାକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରେ ଭୁଲନ୍ତୁନି। ତ ଦେଖନ୍ତୁ ମୁଁ ୟାକୁ ଭଲସେ ଟିକେ ମିକ୍ସ କରିଦେଲି। ଆଉ ଲାଷ୍ଟରେ ଅଳ୍ପ ଟିକେ ମୁଁ ସେଥିରେ କସ୍ତୁରୀ ମେଥି ଏଡ଼୍ କଲି। କସ୍ତୁରୀ ମେଥି ବଦଳରେ ଆପଣମାନେ ଧନିଆ ପତ୍ର ବି ଏଡ଼୍ କରିପାରିବେ। ଆଉ ଲାଷ୍ଟରେ ଅଳ୍ପ ଟିକେ ଘରର ବେସିକ୍ ଗରମ ମସଲା ଏଡ଼୍ କରିଛି। ଏଠି ଦେଖନ୍ତୁ ବିନା ଲଙ୍କା ଗୁଣ୍ଡରେ ଆଜି ଆମେ ପ୍ରସ୍ତୁତ କଲେ ଆଉ ବିନା କିଛି ଏକ୍ସଟ୍ରା ମସଲା ଏଡ଼୍ କରିନାହାନ୍ତି, କେବଳ ଘରର ବେସିକ୍ ମସଲା ଏଡ଼୍ କଲେ ଆଉ ଜିରା, ଧନିଆ, ଗୋଟା ମସଲାକୁ ଟିକେ କ୍ରସ୍ କରି ଏଡ଼୍ କଲେ। ତ ଦେଖନ୍ତୁ ଘରର ବେସିକ୍ ସାମଗ୍ରୀରେ ହିଁ ବନିକି ରେଡ଼ି ହେଇଯିବ।
ବହୁତ ବଢ଼ିଆ ଲାଗେ। ୟାର ସ୍ୱାଦ ହିଁ ଭୁଲି ପାରିବେନି। ମାନେ ଆପଣମାନେ ଥରେ ହ୍ୱାଇଟ୍ କୁର୍ମା ବନେଇକି ଦେଖନ୍ତୁ, ବହୁତ ବଢ଼ିଆ ଲାଗେ ୟାର ଫ୍ଲେଭରଟା ଖାଇବା ପାଇଁ। ତ ଏବେ କ'ଣ କରିବେ ନା, ଆଉ ଟିକେ ତାର ଟେଷ୍ଟକୁ ବଢ଼େଇବା ପାଇଁ ବା ଫ୍ଲେଭରକୁ ବଢ଼େଇବା ପାଇଁ ଅଳ୍ପ ଟିକେ ଦେଖନ୍ତୁ ଗୋଟେ ପେନ୍‌ରେ ମୁଁ ପୁଣି ଥରେ ଘିଅ ଗୋଟେ ଚାମଚ ନେଲି। ଆଉ ସେଥିରେ ଅଳ୍ପ ଟିକେ ପିଆଜ ଶାଗକୁ ଛୋଟ ଛୋଟ ପିସେସ୍‌ରେ କଟିଂ କରି ଏଡ୍ କଲି। ଆଉ କଞ୍ଚା ଲଙ୍କା ଏଡ୍ କଲି। ଏଇଟା ଫ୍ଲେଭର ପାଇଁ ଏଡ୍ କରିଛି। ଏଇଟା କଞ୍ଚା ଲଙ୍କାଟା ପୁରାପୁରି ଅପସନାଲ୍ ଅଛି। ଯେହେତୁ ଆମେ କଞ୍ଚା ଲଙ୍କା ବାଟିଛନ୍ତି, ଯେତିକି ରାଗ ଖାଇବେ ସେ ଅନୁସାରେ ଏଡ୍ କରିବେ। ତ ଏବେ ଆମେ ଟିକେ ଭାଜି ସାରିବା ପରେ ଏଠି ଦେଖନ୍ତୁ କଭରକୁ ବାହାର କରିଦେବା। ତ ଏଇଠି ଆଉ 2-3 ମିନିଟ୍ ପର୍ଯ୍ୟନ୍ତ ଟିକେ ଯେହେତୁ ବନିବାକୁ ଦେଇଥିଲି, କଭରକୁ ବାହାର କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଅଧିକ ସମୟ ଦେଖିଏ କଭରକୁ ବନ୍ଦ କରିକିରି ମାନେ ନ ମିକ୍ସ କରି ରଖିବେନି, ଯେହେତୁ ଆମେ ସେଥିରେ କାଜୁ ଏଡ୍ କରିଛନ୍ତି ପୋଡ଼ିବାର ବି ସମ୍ଭାବନା ଥାଏ। ତ ସେ ସ୍ପେଶାଲ ଫୁଟଣଟାକୁ ଏଡ୍ କରିଦେବା। ଆଉ ଟିକେ ଟେଷ୍ଟକୁ ବଢ଼େଇବା ପାଇଁ, ଯେହେତୁ ଆମେ ଆଜି ଢାବା ଷ୍ଟାଇଲରେ ବନାଉଛନ୍ତି, ସେଇଥିପାଇଁ ଆମେ ତାକୁ ତନ୍ଦୁରୀ ଟେଷ୍ଟ ଆସିବା ପାଇଁ ତାକୁ ଆମେ କୋଇଲାର ଫ୍ଲେଭର ଦେବା। ଜଳୁଥିବା କୋଇଲାରେ ଅଳ୍ପ ଟିକେ ଘିଅକୁ ଏଡ୍ କରିଦେବା। ଆମେ ସଙ୍ଗେ ସଙ୍ଗେ କଭରକୁ ବନ୍ଦ କରି 5 ମିନିଟ୍ ପର୍ଯ୍ୟନ୍ତ ଟିକେ ବନିବାକୁ ଦେବା। କଭରକୁ ବନ୍ଦ କରିଦେବା। ବନ୍ଦ କରି 5 ମିନିଟ୍ ପର୍ଯ୍ୟନ୍ତ କୋଇଲାର ଫ୍ଲେଭରକୁ ଚିକେନକୁ ଆସିବାକୁ ଦେବା। ତାପରେ ଦେଖନ୍ତୁ କୋଇଲାର ଫ୍ଲେଭର ସବୁତକ ଚିକେନରେ ରହିଯାଇଛି। ତ ଏବେ କ'ଣ କରିବା ନା, ଆମେ ସେଇ ଗିନାଟାକୁ ବାହାର କରିଦେବା। ତ ଦେଖନ୍ତୁ ଫାଇନାଲି ଆମ ରେସିପିଟି ବନିକି ରେଡ଼ି ହେଇସାରିଲାଣି। ଆଉ କେତେ ସୁନ୍ଦର ଦେଖାହେଉଛି, ପୁରା କ୍ରିମି କ୍ରିମି ଦେଖାହେଉଛି। ଆଉ ମୁଁ ଏଇଠି କ୍ରିମ୍‌କୁ ଏଡ୍ କରିବାକୁ ଭୁଲି ଯାଇଛି, ବା କ୍ରିମ୍ ଏଇଥିରେ ମୁଁ ଏଡ୍ କରିନି ହିଁ। ତ ସମସ୍ତ ପାଖରେ କ୍ରିମ୍ ନଥାଏ। ତ ଆପଣଙ୍କ ପାଖରେ ଯଦି ଅଛି ତାହେଲେ ଆପଣମାନେ ଲାଷ୍ଟରେ ଅଳ୍ପ ଟିକେ କ୍ରିମ୍ ବି ଏଡ୍ କରିପାରିବେ। ତ ଦେଖନ୍ତୁ ଫାଇନାଲି ରେସିପିଟି ବନିଗଲାଣି, କେତେ ସୁନ୍ଦର ବି ଦେଖାହେଉଛି। ଆପଣମାନେ ଘରେ ୟାକୁ ନିହାତି ଟ୍ରାଏ କରନ୍ତୁ। ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଭିଡ଼ିଓ ତ ଦେଖୁଛନ୍ତି କିନ୍ତୁ କମେଣ୍ଟ କରୁନାହାନ୍ତି। ପ୍ଲିଜ୍ ଆପଣମାନେ କମେଣ୍ଟ କରନ୍ତୁ। ତ ଫାଇନାଲ ରେସିପିଟି ବନିଗଲାଣି। ସେ ପର୍ଯ୍ୟନ୍ତ ରହୁଛି। ପୁଣି ଏକ ନୂଆ ରେସିପି ନେଇ ଆସିବି।